ला 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 हे यहाँ
ମନ୍ଦିର ଗୋଟେ ଛକରେ ଠିଆ ହେଇଥିବ ମୁଁ ଛାଡ଼ିକି ଚାଲିକି ଯିବା। ଆମେ ଏବେ ନଣ୍ଡେଇରୁ ଫେରିଲୁ ଭଗବାନ ବହୁତ ଭଲ ଲାଗିଲା ଆସିଲୁ ବର୍ଷା କେମିତି ଦିଅ ଫସଲ ବାଡ଼ି ଆମର ହବ ଭଗବାନଙ୍କୁ ଡାକି ଆସିଲୁ ଆମ ନଣ୍ଡେଇ। ଆଜି କେତେ ଜଣ ଆସିଥିଲ? ପ୍ରାୟ ପାଖାପାଖି 100 ପରେ ହେବେ। ଆପଣ ପ୍ରତ୍ୟେକ ବର୍ଷରେ ଏଠି ଆସନ୍ତି? ପ୍ରତ୍ୟେକ ବର୍ଷ ଆମର ପରମ୍ପରା ଅଛି। ଏଠି କ'ଣ ପରମ୍ପରା ଆପଣଙ୍କର? ଆମର ପରମ୍ପରା ଗୋଟେ ପୂର୍ବପୁରୁଷରୁ ଅଛି ଯେ ଏଠି ଆମେ ଆସିକି ଭଗବାନଙ୍କୁ ଡାକିଲେ ଆମର ଭଗବାନଙ୍କ ନାଁ କ'ଣ ଅଛି? ଭଗବାନ ନାଁ ହେଉଛି ଲଣ୍ଡେଇ ଲଣ୍ଡେଇ ପାହାଡ଼ରେ ଗୋଟେ ଅବସ୍ଥିତ ଆଗେ ଗୋଟେ ଅଛନ୍ତି ମହାପ୍ରଭୁ। ଆପଣ ପ୍ରତ୍ୟେକ ବର୍ଷ ଗାଁରୁ ସମସ୍ତେ ଆସନ୍ତି? ଆସିକି କ'ଣ କରନ୍ତି? କ'ଣ ପଥର ଗଡ଼ିବେ ବୋଲି ମୁଁ ଶୁଣୁଥିଲି? ପୂର୍ବପୁରୁଷରୁ ଅଛି ପଥର ଗୋଟେଇକି ଆଣିକି ସେ ଯାକୁ ପୂଜା ହେବ। ପୂଜା ହେଇସାରିଲା ପରେ ସେ ଯାକୁ ତଳେ ଗଡ଼େଇବେ। ତଳେ ଗଡ଼ାଯାଏ ସେ ସବୁ ଗଡ଼େଇଲା ପରେ କିଛି ବର୍ଷା ହୁଏ। କିନ୍ତୁ ଆଜି ବର୍ଷା ହେଲା କି? ବର୍ଷା ତ ମେଘ ଆପଣ ବି ଦେଖିପାରିବେ ମେଘ ଅଛି ତ ଭଗବାନର ଇଚ୍ଛା। ହଉ ଠିକ୍ ଅଛି ଚାଲନ୍ତୁ ପଚାରି ବୁଝିବା ଆମର ବରଗାଁର କେଶିୟର ଭାଇ ପ୍ରମୋଜନ ଜେନା। କ'ଣ ଆପଣ ଏ ଯେଉଁ ପାହାଡ଼କୁ ଆଜି ଆସିଥିଲେ ଆପଣଙ୍କୁ କ'ଣ କେମିତି ଲାଗିଲା? ବହୁତ ଭଲ ଲାଗିଥିବ ମୁଁ ଯାହା ଭାବୁଛି। ହାଉ ଭାରି ପଡ଼ିଲାଣି। ଆପଣ ଏଠିକି କ'ଣ ପାଇଁ ଆସିଥିଲେ? ବର୍ଷା କରିବା ଲାଗି ଆସିଥିଲେ। ବର୍ଷା ପାଇଁ? କ'ଣ ଆପଣଙ୍କ ଗାଁର ଏଇଟା ନୀତି ନିୟମ କ'ଣ ଅଛି କି? ବର୍ଷକ ଥରେ ପରମ୍ପରା। ବର୍ଷକ ଥରେ ପରମ୍ପରା। ଏଇଟା ବାହୁଡ଼ା ସରିଲା ପରେ ଦିନେ 2 ଦିନ ପରେ ଆସନ୍ତି ଆପଣମାନେ? ପ୍ରାୟ 10 ଦିନ ଏଇଟା କାର୍ଯ୍ୟକ୍ରମ ହୁଏ। ଏ କ'ଣ ଧରିକି ଆସିଥିଲ ପୂଜା ପାଇଁ ଏଠିକି? ଚୁଡ଼ା, ନଡ଼ିଆ, କଦଳୀ, ଧୂପକାଠି, ମହମବତୀ। ଏସବୁ ଧରିକି ଆସିଥିଲ? ହେଲେ ବହୁତ ଭଲ ଲାଗିଥିବ ମୁଁ ଯାହା ଭାବୁଛି। ବହୁତ ଭଲ ଲାଗିଲା। ଆସିଲେ ବି ଖୁସି ଲାଗୁଛି, ମଜାମସ୍ତି ଲାଗୁଛି।